ସମସ୍ତଙ୍କୁ ଅଭିନନ୍ଦନ। ଆଜିର ଦିନ ଆପଣମାନେ ମଙ୍ଗଳମୟ ହେଉ। ବଡ଼ମାନଙ୍କୁ ମୋର ସମ୍ମାନ ଓ ପ୍ରଣାମ, ସାନମାନଙ୍କୁ ମୋର ସ୍ନେହ ଓ ଆଶୀର୍ବାଦ। ଆଜି କାହିଁ ଇଚ୍ଛା ହେଲା ଟିକେ ବାହାରେ ବୁଲି ଆସି ଟିକେ ଯେଉଁ ବର୍ଷା ପବନର ଦିନ ଆଜି, ବର୍ଷା ଯଦିଓ କମିଯାଇଛି କିନ୍ତୁ ବର୍ଷାର ତାଣ୍ଡବ ରଚି ରହିଛି। ମାନେ ବର୍ଷା ଏବେ ହେଉନାହିଁ କିନ୍ତୁ ବର୍ଷା ଆକାଶରେ ପୁରା ଛନ୍ଦି ହୋଇ ରହିଛି। କେତେବେଳେ କ'ଣ ହେବ କିଛି କହିହେବ ନାହିଁ। ଆଉ ଏପଟେ ଦେଖନ୍ତୁ ସବୁଜମୟ, ଏଇ ଟାଇମ୍ଟା କିନ୍ତୁ ସବୁବେଳେ ସବୁଜମୟ। ବିଲ ବାଡ଼ି, କ୍ଷେତ, ପୋଖରୀ, ଗଛ ଲତା ସବୁଆଡ଼େ ସବୁଜମୟ। ଏଠି ପୋଖରୀରେ ଗାଧେଇବା ଗାଁର ମଜା ସ୍ୱତନ୍ତ୍ର ନିଆରା। ଆଉ ଏପଟରେ ଏଇ ଆମ ଗ୍ରାମର ପୋଖରୀ ଯାହା ହଉ କିନ୍ତୁ ଭଲ ଲାଗେ। ଆମ ଗାଁର 4-5ଟି ପୋଖରୀ ଅତି ସୁନ୍ଦର, ସବୁବେଳେ ପାଣି ପରିଷ୍କାର, ଲୋକମାନେ ବି କିଛି ଦେଖନ୍ତୁ ଗାଁର ପରିବେଶ ସ୍ୱତନ୍ତ୍ର ନିଆରା। ବଡ଼ ଭାଇ ଜଣେ ସେ ସ୍ନାନ କଲେ ଏବଂ ତାପରେ ସୂର୍ଯ୍ୟକୁ ପାଣି ଟେକିଲେ। ଏଇଟା ତ ସବୁଆଡ଼େ ସେମିତି ଅଛି କିନ୍ତୁ ଗାଁର ପରିବେଶ ସ୍ୱତନ୍ତ୍ର। ଆମେ ଯିଏ ସହରରେ ରହୁଛନ୍ତି ଏମିତି ପୋଖରୀଟେ ପାଇବା କି ସେଠି ପାଖରେ ଚାରିକଡ଼େ ଏମିତି ଗଛପତ୍ର ବହୁତ କମ୍, କିନ୍ତୁ ଗାଁରେ ଆମେ ଏଇସବୁ ପରିବେଶ ଦେଖିବାକୁ ମିଳିବ। ଦେଖିବା ଏପଟରେ ବିଲ, ଗୁଡ଼ାଏ ସୁନ୍ଦର ସୁନ୍ଦର ଧାନ ଗଛ। ଆଉ ଭିତରକୁ ବି ମୁଁ ଯାଇନି, ଏଇଠି ସବୁ ବିଲ ଗୁଡ଼ାଏ ଦେଖାଯାଉଛି ପୁରା ଗ୍ରୀନ୍। ଏପଟରେ ତ ପୋଲରେ ପାଣି ଆସୁଛି, ଜଣେ କିଏ ଆମର ବସେଇଛନ୍ତି, ଯାହାହେଲେ ମାଛ କାଳେ ପଡ଼ିଯିବ, ସେଥିପାଇଁ ମାଛ ପଡ଼ିছে। ମାଛ ବି ଖେଳୁଛନ୍ତି, ଛୋଟ ଛୋଟ ମାଛ ସବୁ। କିନ୍ତୁ ଏଇ ସମୟଟା ଆପଣଙ୍କୁ ମାନେ ଭାରି ନିଆରା ସୁନ୍ଦର ଲାଗେ, କାରଣ ଏଇ ସମୟ ଗୁଡ଼ିକ ଭାରି ସବୁଆଡ଼େ ସବୁଜମୟ, ଗଛ ଲତା। ଦେଖନ୍ତୁ ଆକାଶ କେବେ ପୁରା ମେଘାଚ୍ଛନ୍ନ। ପୋଖରୀରେ ଆଜି କମ୍ ଲୋକ ଅଛନ୍ତି, ଗାଧାଗାଧି ସରିଯାଇଛି। କିଛି ଲୋକ ଏବେ ଟ୍ୟାପ୍ ପାଣିରେ ମଧ୍ୟ ଗାଧଉଛନ୍ତି, ପୋଖରୀରେ କମ୍ ୟୁଜ୍ କରୁଛନ୍ତି। ବର୍ଷା ଦିନ ରାସ୍ତାଘାଟ, ଗାଁ ଦାଣ୍ଡ ଭାରି କଦର୍ଯ୍ୟ ରୁହେ, କିନ୍ତୁ ଏବେ ସରକାର କିଛି ବର୍ଷ ହେଲା ରାସ୍ତାଘାଟ ଉପରେ ପୁରା ଧ୍ୟାନ ଦେଇଛନ୍ତି। ବହୁତ ଜାଗାରେ ପରିଷ୍କାର ପରିଚ୍ଛନ୍ନ, ଆଉ ଏତେ କାଦୁଅ ପାଣି କାଦୁଅ ଏତେ ହେଉନାହିଁ। ଅତି ସୁନ୍ଦର ଏବେ ଗାଁ ଗହଳିର ସବୁ ରାସ୍ତାଘାଟ। ଏବେ ଦେଖନ୍ତୁ ଗାଁର ଦାଣ୍ଡ ଜଷ୍ଟ ଗାଁର ବାହାରଟା ହେଲେ ବି ରାସ୍ତା ପୁରା ପରିଷ୍କାର ପରିଚ୍ଛନ୍ନ, ଗମନାଗମନ ସୁବିଧା। ଆଉ ଏଠି ଦେଖନ୍ତୁ ଏଇ ପୋଖରୀର ଚାରିକଡ଼େ ସବୁ ଗଛ ଗୁଡ଼ିକ, ପରିବେଶ ଅତି ସୁନ୍ଦରମୟ। ଦେଖନ୍ତୁ ଏଇ ଗଛ ସବୁ ଗୁଡ଼ିକ ଏବେ ବି ନଡ଼ିଆ ଗଛ ଲାଗିଛି। ଏଇ କିଛି ଦିନ ହେବ ନଡ଼ିଆ ଗଛ ଗୁଡ଼ିଏ ଲାଗିଛି। ଆଉ ଗଡ଼ିଆ ଚାରିକଡ଼ ପୁରା ଗଛ ସବୁଜମୟ, ବିଭିନ୍ନ ପ୍ରକାର ଗଛ ସବୁ ଲାଗିଛି। ଔଷଧୀୟ ଗଛ ମଧ୍ୟ, କରଞ୍ଜ ଗଛ, ହରିଡ଼ା ବାଡ଼ା ବି ଲାଗିଛି। ଆଉ ସେପଟ ସବୁ ଆମର ବହୁତ ଫୁଲ ଗଛ ଗୁଡ଼ା ଲଗା ହେଇଛି। ସବୁଦିନ ଭୋରୁ ବା ସକାଳୁ ବହୁତ ଲୋକ ଏବାଟେ ବାଟୋଇମାନେ ବି ଫୁଲ ତୋଳି ନେଉଛନ୍ତି, ଯାହା ଖୁସି ଲାଗୁଛି। ଗାଁ ଲୋକ ନେବା ସହିତ ବାହାର ଲୋକ ମଧ୍ୟ ଏବାଟେ ଯିବା ଆସିବା କରୁଥିବା ଲୋକମାନେ ମଧ୍ୟ ନେଉଛନ୍ତି ଫୁଲ ତୋଳିକି। ଆଉ
କହୁଥିଲି କିଛି ଦିନ ପୂର୍ବରୁ ଆପଣଙ୍କୁ ଗୋଟେ ସର୍ଟ ଭିଡ଼ିଓ ମାଧ୍ୟମରେ ଚାଷ ଯିଏ ଚାଷ କରିଛି କେତେ କଷ୍ଟ ଲୋକମାନେ ଚାଷ କରିକି ଦେଖନ୍ତୁ ବିଲ ଯେତେବେଳେ ତାର କ୍ଷେତକୁ ସେ ବୁଲି ଆସିଥିବ ସବୁଜମୟ, ତାପରେ ହଳଦିଆ ଧାନ କ୍ଷେତ, ପରେ କିଛି ମାସ ପରେ ଯେତେବେଳେ ଧାନର ଥୋଡ଼ ବାହାରିବ ଚାଷୀ ପୁରା ଖୁସି ହୋଇଯିବ ଦେଖିକି। କିନ୍ତୁ ଚାଷ ଭାରି କଷ୍ଟ ହେଲେ ବି ସେ ତାର ମନ ପୁରିଯାଏ, ପେଟ ପୁରିଯାଏ କେତେବେଳେ ଚାଷ କରିସାରିକି କିଛି ମାସ ପରେ ଯେତେବେଳେ ସେ ତା କ୍ଷେତରେ ଯାଇକି ଦେଖିବ ଯେ ସବୁଜ ବର୍ଣ୍ଣାନୀ ତାର କ୍ଷେତ ମାଟି ମା ହସୁଛି ତାର ବିଲରେ ବା ଚାଷ କ୍ଷେତ୍ରରେ। ଆଉ ତାପରେ ସେ ନିଜେ ଖୁସି ହେବ କେତେବେଳେ ନା ନିଜେ ଯେତେବେଳେ ତାର ଧାନ ଫସଲ, ଆମର ତ ଏପଟରେ ମୁଁ ତମକୁ କହିଥିଲି ଧାନ ଫସଲ, ଅଲଗା କିଛି ଫସଲ ନାହିଁ। ଧାନ ଫସଲଟିକୁ ସମସ୍ତେ ଯିଏ ବି ଯାହା ଯେମିତି ଜମି ଅଛି ସୁଚାରୁ ରୂପେ ତୁଲାଉଛନ୍ତି। ଆଉ ବହୁତ ପରିଶ୍ରମ ମଧ୍ୟ ଚାଷ କାମ କରୁଛନ୍ତି ଯେଉଁମାନେ। ଦେଖନ୍ତୁ ଆଉ ଏପଟରେ ଦେଖନ୍ତୁ ନିମ୍ବ ଗଛ, ତୁଠ ଗଛ ପାଖରେ, ତୁଠ ପାଖରେ ନିମ୍ବ ଗଛ। ଅତି ପାଣିରେ ଗାଧାଇଲେ କିଛି ଶାନ୍ତି ଲାଗିବ। ତା ନିମ୍ବପତ୍ର ଯେଉଁ ପାଣିରେ ପଡ଼ିଯାଉଛି ତାକୁ ଗାଧୋଇବା ଦ୍ୱାରା ଶାନ୍ତି ଲାଗୁଛି। ଆଉ ଠାକୁରଙ୍କ ବଉଳ ଗଛ, ଏ ଆମର ଶନି ଗଛ, ଏଇ ବରଗଛଟି ପ୍ରାୟ ଆମ ଜେଜେବାପାଙ୍କ ଅମଳରୁ ଏମିତି ଅଛି। ଆମେ ଦେଖି ଆସୁଛୁ ଜେଜେବାପାଙ୍କ ଅମଳରୁ ଏ ବରଗଛ। ଏଠି ଆମର ଗୋଟେ ଛୋଟ ମେସିନ୍ ଯେଉଁଟା ଧାନ କାଦୁଅ ହେଉଛି, ବିଲ ଶୁଖିଲା ଟାଇମ୍ରେ ବି ଶୁଖିଲା ହଳ ହେଉଛି। ଏଠି ଦେଖନ୍ତୁ ଗଛ ବୁର୍ଛ ସବୁଆଡ଼େ, ଏପଟରେ ଆମର ସବୁଆଡ଼େ ଗଛ ବୁର୍ଛ ଲାଗିଛି, ଭାରି ପରିଷ୍କାର ପରିଚ୍ଛନ୍ନ। ଏଠି ବେଲ ଗଛ, ଯାହା ହଉ ଆମର ପାଖରେ ଏଠି ସବୁ ଶନି ଗଛ, ବେଲ ଗଛ, ବଉଳ ଗଛ ସବୁ ବଢ଼ିଆ ଅଛି। ଏଇଠୁ କୋରାଇ ମାତ୍ର 2-3 କିଲୋମିଟର ବାଟ। ଆମର ଏଠୁ ଆମ ନିଜ ଘର ପାଖରୁ କୋରାଇ ବ୍ଲକ, ସେଠୁ ଆଉ ପାଣି କୋଇଲି 5-6 କିଲୋମିଟର। କୋରାଇ ଅତି ସୁନ୍ଦର ପରିବେଶ। ଏଇ ପାଗରେ ଭାରି ଭଲ ଲାଗେ, କାରଣ ସବୁଆଡ଼େ ସବୁଜମୟ, ଗ୍ରୀନ୍। ଏଗୁଣା ଏବେ କିଛି ମାସ ପର୍ଯ୍ୟନ୍ତ ଏମିତି ସବୁଜ, ତାପରେ ଯେତେବେଳେ ଧାନ କଟାକଟି ସରିଯିବ ତାପରେ ବିଲବାଡ଼ି ଫାଙ୍କା ହେଇଯାଏ, ଶୁଖିଲା ଲାଗେ ଫାଙ୍କା। ଲୋକମାନେ ଏବେ ଟିକେ ଚଳପ୍ରଚଳ ଏପଟରେ କମ୍ ଅଛି, କାରଣ ବିଲବାଡ଼ି କାମ ସବୁ ସରିଯାଇଛି। ଆଉ ଲୋକମାନେ ବହୁତ କମ୍ ଅଛନ୍ତି, କାରଣ ଗାଁ ଭିତରେ ସବୁ ଲୋକ ରହିଯାଇଛନ୍ତି। ଏ ଗାଁର ଡଷ୍ଟ ଟିକେ ବାହାର ମାନେ ବିଲ ବିଲ ସବୁ ଅଛି। ଏପଟେ ତ ଆମର ବଣ, ପାହାଡ଼, ଝରଣା ସବୁ କିଛି ନାହିଁ, କେବଳ ବିଲ, ପୋଖରୀ। ଯାହା ହଉ ଆପଣଙ୍କୁ ମୁଁ କହି ରଖିଥିଲି ଆମ ଗାଁର ଯେତେକ ପୋଖରୀ ଆମ ଗାଁରେ ପ୍ରାୟ 4-5ଟି, ପ୍ରତ୍ୟେକ ୱାର୍ଡ଼ରେ ଗୋଟେ 2-2ଟି ପୋଖରୀ। ସେ ପୋଖରୀରେ ମାଛ ଚାଷ ହେଉଛି ଏବଂ ବହୁତ ଲୋକ ନିଜର କିଛି ଧୁଆଧୁଇ, କପଡ଼ା ଧୁଆଧୁଇ, କିଛି ଲୋକ ବି ସ୍ନାନ କରୁଛନ୍ତି। ପାଣି ପରିଷ୍କାର ପୁରା ଅଛି। ଏବେ ତ ଗଭର୍ଣ୍ଣମେଣ୍ଟ ମନା କରିଛନ୍ତି କି ପୋଖରୀ ପାଣିରେ ଡାଇରିଆ ବାଇରିଆ ପାଇଁ କିଛି ଗାଧାଗାଧି କମ୍, ହେଲେ ବି ପାଣି ବହୁତ ପରିଷ୍କାର ଅଛି, ବହୁତ କମ୍ ଲୋକ ବି ୟୁଜ୍ କରୁଛନ୍ତି। ଆଉ ମୁଖ୍ୟ କଥା ଧୁଆଧୁଇ, କାହାର କେତେବେଳେ ସୁବିଧା ଅସୁବିଧା, ଯେଉଁ ଅଣସୁଧିଆ ହେଲା, ଛୁତିକା ମୈତ୍ରିକା ହେଲା, ସେସବୁ ଟାଇମ୍ରେ ଲୋକମାନେ ବହୁତ ଗୁଡ଼ାଏ ଲୋକ ଗାଧାଗାଧି କରନ୍ତି। ଏପଟରେ ଦେଶୀ କୁକୁଡ଼ା ଉଡ଼ୁଛନ୍ତି, କିଏ ରଖିଛନ୍ତି ଭାଇ, ବୁଲୁଛନ୍ତି କୁକୁଡ଼ା ଗୁଡ଼ିକ। ଦେଶୀ କୁକୁଡ଼ା ଅଣ୍ଡା ଦେବ। ଅଣ୍ଡା ଦେଲେ ଦେଶୀ କୁକୁଡ଼ାର ମୂଲ୍ୟ ବହୁତ ଏବେ। ଏଠୁ NH ଆମର ଯେଉଁଟା NH ମାତ୍ର ଅଳ୍ପ ବାଟ, ଏଠୁ ବହୁତ କମ୍ ବାଟ। କୋରେଇ ଏପଟକୁ ଗଲେ କୋରେଇ 2-3 କିଲୋମିଟର ଏବଂ NH ଏପଟରେ ବହୁତ କମ୍ ବାଟ। ଏଇ ରୋଡ଼ରେ
ବହୁତ ଲୋକ ଯିବା ଆସିବା କରନ୍ତି। ଆଜି କମିଯାଇଛି ଟିକେ ବର୍ଷା ପାଣିପାଗ, ସେକଟରେ ଟିକେ ସର୍ଟ ରୋଡ଼ ବାହାରି ଯାଇଛି ଗୋଟେ ପୁରୀରୁ ବାର୍ତ୍ତା ପାଖରୁ ଯାଜପୁର ରୋଡ଼କୁ। ଯାଜପୁର ରୋଡ଼କୁ ବହୁତ ଲୋକ ଏପଟେ ଯିବା ଆସିବା କରନ୍ତି। ବହୁତ ଲୋକ ଏବେ ପ୍ଲାଣ୍ଟ ବି ହେଇଗଲାଣି, ପ୍ଲାଣ୍ଟ ବି ବାଟେ ବାଟ ଯାଉଛନ୍ତି ବହୁତ ଲୋକ ମାନେ। ତାପରେ ଧାନ ଗୁଡ଼ିକ ଦେଖନ୍ତୁ, ଧାନ ବିଲ କେତେ ଗ୍ରୀନ୍ ସବୁ ପୁରା କ୍ଷେତ ହେଇଗଲାଣି। ତାପରେ ଆଉ ଟିକେ ଧାନ ବଢ଼ିଯିବ। ତାପରେ ବିଲରେ ଯେଉଁ ଘାସ ଗୁଡ଼ିକ ହେଇଯାଇଛି ତାକୁ ଲୋକମାନେ ବଛା ବଛି କରିବେ। ଆଉ ତାପରେ ସାର ଔଷଧ ଆପଣ ଜାଣିଥିବେ କେତେ ଗୁଡ଼ାଏ ଚାଷୀର କେତେ କଷ୍ଟ। ସବୁ ପରେ ଯେତିକି ପାଣି ଠିକ୍ ଟାଇମ୍ରେ ବୃଷ୍ଟି ହେଲା, ଜଳ ଠିକ୍ ଟାଇମ୍ରେ ହେଲା ବିଲରେ, ସବୁ ଉପରବାଲା ହାତରେ ଠିକ୍ ଟାଇମ୍ରେ ହେଲେ ଧାନ ଫସଲ ଠିକ୍ ହେବ। ଆପଣଙ୍କୁ ବି ମୁଁ ଆଗରୁ କହି ରଖିଥିଲି, ଧାନ ଫସଲ ବି ହେଇଥିବ, ଧାନ ପାଚିଲା ବେଳକୁ ବି ବର୍ଷା ହେଇଯିବ, ଧାନ କ୍ଷେତ ନଷ୍ଟ। କାରଣ ଚାଷ ଯିଏ କରୁଛି କେତେ କଷ୍ଟ, କିନ୍ତୁ କିଛି ଗ୍ୟାରେଣ୍ଟି ନାହିଁ। ସେ କିଛି ଗ୍ୟାରେଣ୍ଟି ନାହିଁ ଯେ ସେ ପାଇବ, ଯେତିକି ଅମଳ ପାଇବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ସବୁ ଭଗବାନଙ୍କ ହାତରେ। ସେ ବର୍ଷା କରାଇଲେ, ତାପରେ ମେନ୍ ହେଉଛି ବର୍ଷା ନହେଲେ ଆମେ ଏଇ ପାଇପ୍ ପାଣି କି ଟ୍ୟାପ୍ ପାଣି ସେସବୁ ବହୁତ କମ୍। ଏସବୁ ଜିନିଷ ୟୁଜ୍ଟା, ସେଥିରୁ ପାଣି ଆମେ ୟୁଜ୍ କରିକି ଚାଷ କରିବା ବହୁତ କଷ୍ଟ। ପ୍ରାକୃତିକ ଆଉ କୃତ୍ରିମ ଭିତରେ ବହୁତ ଫରକ। ପ୍ରାକୃତିକ ପାଣି ବର୍ଷା ତା ସମୟ ଅନୁସାରେ ହେବ, ଲୋକମାନେ ସେଇ ଅନୁସାରେ ସେଇ ସମୟ ଅନୁସାରେ ତଳି ପକା, ବିଲ ରୁଆ, ଧାନ ପାଚିବା ପର୍ଯ୍ୟନ୍ତ ତାଙ୍କ ଉପରେ ନିର୍ଭର। ନହେଲେ ଆମେ ଏମିତି କୃତ୍ରିମ ପାଣି, ଏମିତି ଟ୍ୟାପ୍ ପାଣି, ବୋରିଂ ପାଣିରୁ ବହୁତ କମ୍। ସେ ଯେଉଁ ପାଣି ଆମକୁ କାମକୁ ନୁହେଁ କହିବାକୁ ଗଲେ, କିନ୍ତୁ ଦରକାର ସମୟରେ ବହୁତ କାମ।